ଆପଣଙ୍କର କ୍ଲାସ୍ 10th ର କାଲି ସାହିତ୍ୟ ଏକ୍ଜାମ୍ ଅଛି ଏବଂ ସାହିତ୍ୟ ଏକ୍ଜାମ୍ ପାଇଁ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆପଣଙ୍କ ପାଇଁ ଆଣିଛି। ଦେଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପରୀକ୍ଷାରେ ଆସି ମଧ୍ୟ ପାରେ। ପ୍ରଥମେ ଦେଇଛି ସବଜେକ୍ଟିଭ। ଦେଖ ସବଜେକ୍ଟିଭ ପେପର ଆଣିଛି FLO ଫାର୍ଷ୍ଟ ଲାଙ୍ଗୁଏଜ ଓଡ଼ିଆ ମଡେଲ କ୍ୱେଶ୍ଚିନ୍ ପେପର 1 1 ଘଣ୍ଟା ପୂର୍ଣ୍ଣ ସଂଖ୍ୟା 50। ଲଙ୍ଗ କ୍ୱେଶ୍ଚିନ୍ ମଧ୍ୟ ହେଲେ ଆପଣଙ୍କର ଗଦ୍ୟରୁ ଯାହା ଆସିଛି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜନ୍ମଭୂମି ଚିତ୍ର ଚରିତ୍ରକୁ କିପରି ବର୍ଣ୍ଣନା କରିଛନ୍ତି ବୁଝାଇ ଲେଖ କିମ୍ବା ବିଜ୍ଞାନ କିପରି ଏଟା ହଉଛି ଆମର ଜନ୍ମଭୂମି ପାଠର ଏଟା ବିଜ୍ଞାନ କିପରି ସଭ୍ୟତାର ବିକାଶରେ ସହାୟକ ହୋଇଛି ସଭ୍ୟତା ବିଜ୍ଞାନ ପ୍ରବନ୍ଧକୁ ଭିତ୍ତି କରି ଆଲୋଚନା କର। ଏଟା ହଉଛି ସଭ୍ୟତା ବିଜ୍ଞାନ ଏଟା ହେଲା ଗଦ୍ୟ। ଏଟା ଦେଲା ଗଦ୍ୟ। ପଦ୍ୟ ରହୁଛି ନିଶା ଗମନରେ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ଉଲ୍ଲେଖ କର। ନିଶାଗମ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉଲ୍ଲେଖ କର। ଏଟା ହଉଛି ଚିଲିକାର ସାୟନ୍ତନ ଦୃଶ୍ୟ। ଶୁକ ସାରଣ ଠାରୁ ରାବଣ ପ୍ରେରିତ ବାର୍ତ୍ତା ପାଇବା ପରେ ବିଭୀଷଣ ଓ ଅଙ୍ଗଦ ପ୍ରକାଶ କରିଥିବା ପ୍ରତିକ୍ରିୟା ସମ୍ପର୍କରେ ଆଲୋଚନା କର। ଏଟା ହଉଛି ଆମର ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ। ଏଇଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏଟା ପରୀକ୍ଷାରେ ଆସି ମଧ୍ୟ ପାରେ। ତାପରେ ଆମର ଆସିଛି ସରଳାର୍ଥ। ସପ୍ରସଙ୍ଗ ସରଳାର୍ଥରେ ଦେଇଛି ବିଭିନ୍ନ କାଳରେ ଓ ବିଭିନ୍ନ ଯୁଗରେ ବିଭିନ୍ନ ଜାତିମାନଙ୍କର ଏହି ସଭ୍ୟତାର ଆଦର୍ଶ ଭିନ୍ନ ଭିନ୍ନ ଥିଲା କିମ୍ବା ବିଜୁଳି ବତୀ ଜଳୁଥିବା ଯାକେ ଛୋଟ ଦ୍ୱୀପକୁ କେହି ଚାହିଁବେ ନାହିଁ। ଏଟା ହଉଛି ଗଦ୍ୟର ସରଳାର୍ଥ। ଓ ଏଇଟା କବିକୁଳ ମୌଳି ସୁନନ୍ଦନ ବନ୍ଦ୍ୟା ଭୁବନ ବିଭୂଷିତ କୀର୍ତ୍ତି ନିନ୍ଦ୍ୟା। ଏଟା ବନ୍ଦେ ଉତ୍କଳ ଜନନୀ ଅଥବା ଲୁପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ଶତଦେଶ। ଏଟା ପଦ୍ୟର ସରଳାର୍ଥ। ଏଟା ଗଦ୍ୟର ଏଟା ପଦ୍ୟର। ଆଉ ରଚନା ଦେଖନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ରଚନା ପ୍ରାଥମିକ ଶିକ୍ଷାରେ ମାତୃଭାଷାର ଗୁରୁତ୍ୱ ଏଇଟା ନହେଲେ ଆମ ପର୍ବପର୍ବାଣୀ ନହେଲେ ଆଦର୍ଶ ଛାତ୍ର ଜୀବନ। ଏଇ ତିନୋଟି ଇମ୍ପୋର୍ଟାଣ୍ଟ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଇ ତିନୋଟାରୁ ଆସିପାରେ 100% ଆସିବ। ତାର ପତ୍ର ଲିଖନ ଆଉ ଦରଖାସ୍ତରେ ଯଦି ଆମେ ଦେଖିବା ପତ୍ର ଲିଖନ ରହୁଛି ତୁମ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଥିବା ମେଳା ବୁଲିବାକୁ ନିମନ୍ତ୍ରଣ ଜଣାଇ ବନ୍ଧୁ ନିକଟକୁ ପତ୍ର ଲେଖ। ଏଟା ହଉଛି ପତ୍ର ଲିଖନ ଅଥବା ଖବର କାଗଜ ପଠନର ଉପକାରିତା ସମ୍ପର୍କରେ ବୁଝାଇ ସାନ ଭଉଣୀ ନିକଟକୁ ପତ୍ର। ଏଟା ଆପଣଙ୍କର ଗୋଟେ 5 ମାର୍କ ପଡିବ। ବି ତୁମ ଗ୍ରାମର ରାସ୍ତା ମରାମତି ନିମନ୍ତେ ସରପଞ୍ଚ ନିକଟକୁ ଦରଖାସ୍ତ କିମ୍ବା ତୁମ ଅଞ୍ଚଳରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ନିକଟକୁ ଦରଖାସ୍ତ। ଏଇଟା ହଉଛି ଦରଖାସ୍ତ। ଏଟା ହଉଛି ପତ୍ର। ଏଇ ଦିଟାରୁ ଗୋଟେ ଲେଖିବ ଏଇ ଦିଟାରୁ ଗୋଟେ ଲେଖିବ। ସେକେଣ୍ଡ କ୍ୱେଶ୍ଚିନ୍ 4 ସରିଲା 5 ନମ୍ବର। ଏଟା ହଉଛି ଅନୁଚ୍ଛେଦ ଦେଖି ଦିଅନ୍ତୁ। ଏଟା ଇମ୍ପୋର୍ଟାଣ୍ଟ ଅନୁଚ୍ଛେଦ ଦେଶ ଛାଡ଼ି ଜଣେ ବିଦେଶ। ଏଟା ହଉଛି ଇମ୍ପୋର୍ଟାଣ୍ଟ ଅନୁଚ୍ଛେଦ। ତାର 5ଟା ପ୍ରଶ୍ନ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏଟା ଯଦି ଆର ଆନ୍ସର ଡିସ୍କ୍ରିପ୍ସନରେ ମୁଁ ଦେଇ ଦେଇଛି। ଆର ଆନ୍ସର ମୋଷ୍ଟ ଇମ୍ପୋର୍ଟାଣ୍ଟ। ଥ୍ୟାଙ୍କ ୟୁ।